ଅନେକ କାମ କରିଛି। ଛୋଟିଆ ମିସ୍ତ୍ରୀ ଠାନୁ କୁଲି କାମ ଠାନୁ ଆରମ୍ଭ କରି ଡ୍ରାଇଭର ପର୍ଯ୍ୟନ୍ତ ସବୁ କାମ କରିଛି। କିନ୍ତୁ ସେତେ ପର୍ଯ୍ୟନ୍ତ ରହିବାର ଧୈର୍ଯ୍ୟ ଧରି କାମ କରିବାର ସାହସ ରଖୁଛି। ତ ଫ୍ରେଣ୍ଡସ୍, ମୁଁ ଆସି ଏଇ ଜାଗାରେ ରହିଛି। घिचा 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 पवन घिचा ada कुछ किया सुई दे लगाई ଦୁଃଖ ସମସ୍ତଙ୍କୁ ଆସେ, ଆଉ ଦୁଃଖ ସମସ୍ତଙ୍କର ପାଖରେ ଅଛି, ସୁଖ ବି ଅଛି। ତ ସାଙ୍ଗମାନେ, ମୋର ଗୋଟେ ଏମିତି ଅନେକ ପ୍ରକାର ଦୁଃଖ ଅଛି ଯୋଉଟା କି ଆପଣମାନଙ୍କ ପାଖରୁ ବି ଅଲଗା। ତ ଫ୍ରେଣ୍ଡସ୍, ଆଜି ମୁଁ ଆପଣମାନଙ୍କୁ ମୋ ଦୁଃଖର ବିଷୟ ଆଉ ଦୁଃଖଟା ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛି। ତ ଫ୍ରେଣ୍ଡସ୍, ଭିଡ଼ିଓଟା ଲାଗିକି ରୁହନ୍ତୁ। ଆଉ ଭିଡ଼ିଓଟା ଭଲ ଲାଗିଥିବା ତାହେଲେ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ ନିଶ୍ଚୟ କରିବେ। ତ ସାଙ୍ଗମାନେ, ଆଉ ଆପଣ ନିଶ୍ଚୟ ଜାଣିଥିବେ ଦୁଃଖ ସାଙ୍ଗ ପାଖରେ ହିଁ ସେୟାର କରାଯାଏ। ସେଥିପାଇଁ ମୁଁ ଚାହିଁଲି ଆପଣମାନଙ୍କ ପାଖରେ ମୋ ଦୁଃଖଟା ଭିଡ଼ିଓ ମାଧ୍ୟମରେ ଜଣେଇବି। ତ ଆପଣମାନେ ପସନ୍ଦ ଲାଗିଲେ ତ ଲାଇକ୍ କରନ୍ତୁ, ପସନ୍ଦ ନଲାଗିଲେ ଡିସଲାଇକ୍ କରନ୍ତୁ। ତ ସାଙ୍ଗମାନେ, ମୁଁ ଆଜି ଆପଣମାନଙ୍କୁ କହିବାକୁ ଯାଉଛି ଯେ ମୋର ଜୀବନରେ କେତେ ପ୍ରକାର ଦୁଃଖ ଆଉ କେମିତି ଦୁଃଖ ଆଉ କେବେ କେଉଁ ପ୍ରକାର ଦୁଃଖ ଆସିଛି ଆପଣମାନଙ୍କୁ ନିଶ୍ଚୟ ଜଣେଇବି। ତ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖି ରହନ୍ତୁ, ତାହେଲେ ଜାଣିପାରିବେ ମାନେ ଦୁଃଖ କାହାକୁ କେମିତି ଦୁଃଖ ଆସେ। ତ ମୁଁ ଯେତେବେଳେ ଜନ୍ମ ହେଲି, ଜନ୍ମ ହେଲାର ଦୁଃଖ ତ ମୁଁ ଜାଣିପାରିବିନି। ଯେତେବେଳେ ମୋର କିଛିଟା ମୁଁ ଜାଣିଛି, ଆଉ ସେ ଜାଣିବାର ଦୁଃଖ ଟିକିଏ ବି ମା କହିଥିଲା, ଯୋଉଟାକି ତୁ ଛୁଆବେଳେ ଏମିତି ଥିଲୁ, ଆଜି ପର୍ଯ୍ୟନ୍ତ ମୋର ଦେହ ସାରା ଚିହ୍ନ ଅଛି। ଛୋଟ ଛୁଆବେଳେ ଏମିତି ଚିହ୍ନ ଅଛି, ଯୋଉ ଚିହ୍ନ କି ଏବେ ବି ଦେଖିଲେ ଜାଣିପାରିବେ ଯେ ସେ ଚିହ୍ନଟା ମାନେ କେମିତି ହେଇଥିଲା ଆଉ କ'ଣ ପାଇଁ। ତ ଫ୍ରେଣ୍ଡସ୍, ମୁଁ ଯେତେବେଳେ ଛୋଟ ଥିଲି, 5ରୁ 6 ବର୍ଷ ଥିଲି, ମୋର ମୁଣ୍ଡରେ ଏଇ ପାଖରେ ଗୋଟେ ଏଡ଼ିକି ବଡ଼ ଗୋଟେ ମାନେ ଘା ହେଇଯାଇଥିଲା, ଯୋଉଟାକି ଆଜି ପର୍ଯ୍ୟନ୍ତ ଏଠି ଚିହ୍ନ ଅଛି, ଦେଖିପାରୁଥିବେ ଏ ଜାଗାରେ ଚିହ୍ନ ରହିଛି। ଆଉ ମୋର ଏଇ ଜାଗାରେ ମଧ୍ୟ ଚିହ୍ନ ଅଛି, ଆଉ ଗୋଡ଼ ହାତ ସବୁ ଜାଗାରେ ଚିହ୍ନ ଅଛି। ତ ସେତେବେଳେ ସେଠି ବଡ଼ ମାନେ ଦୁର୍ଘଟଣା ହେଇଥିଲା, ଯୋଉଟାକି ମାନେ ଏମିତି ଗୋଟେ ଦୁର୍ଘଟଣା ମାନେ ଆଜିକି ଭାବିଲେ ବହୁତ କଷ୍ଟ ଲାଗେ। କିନ୍ତୁ କଷ୍ଟ କରିକି ଛାତିରେ ଚାପିକି ରଖିକରି କରିବାକୁ ପଡ଼ିଛି। କିଛି ବର୍ଷ ଗଲା ପରେ, ଚାଲି ବୁଲି ଦୌଡ଼ି ପାରିଲା ପରେ ଆଉ ଗୋଟେ କଷ୍ଟ ହେଲା, ଯୋଉଟାକି ସାଙ୍ଗମାନଙ୍କ ସାଙ୍ଗରେ ଖେଳୁଥିଲୁ। ଜାଣିପାରିଥିବେ ଆପଣମାନେ ତ ସେତେବେଳେ ତ କିଏ ଖେଳୁନାହାନ୍ତି, କାହିଁକିନା ସେତେବେଳେ ଖେଳୁଥିଲୁ ଆମେ କି ଯେଉଁ ପ୍ରକାର ମାନେ ଖେଳ ଖେଳୁଥିଲୁ, ସେ ଛତାର ତାରରେ ଆମେ ଧୁନ ସର କରି ଖେଳୁଥିଲୁ। ସେତେବେଳେ ଖେଳୁ ଖେଳୁ ଏ ଜାଗାରେ ତାର ବାଜିଥିଲା, ଟିକିଏ ଜଷ୍ଟ ଲାଗି ମାନେ ଆଖି ବଞ୍ଚି ଯାଇଥିଲା। ତ ଏମିତି ପ୍ରକାର ବହୁତ ଦୁର୍ଘଟଣା ହେଇଛି। ବାଇକ୍ ଆକ୍ସିଡେଣ୍ଟ ହେଇଛି, ବାଇକ୍ରେ ବଡ଼ ହେଲା ପରେ ଆକ୍ସିଡେଣ୍ଟ ହେଇଛି। ମୋର ଆଖି ଏଇ ରାଇଟ୍ ସାଇଡ଼୍ର ଆଖି ଟୋଟାଲ ଦିଶୁନାହିଁ। ଗୋଟିଏ ଆଖିରେ ଆପଣମାନଙ୍କୁ ଜଙ୍ଗଲ ବା ଅନ୍ୟ ଜାଗା ଯାଇକରି ଭିଡ଼ିଓ ବନେଇ ଦେଉଛି। ତ ଆଉ ବି ଅଛି ଅନେକ ପ୍ରକାର। ତ ଚାଲନ୍ତୁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ସେୟାର କରୁଛି, ଜଣାଉଛି। ଅନେକ ଦୁଃଖ ସାଙ୍ଗ ପାଖରେ ଖୋଲିକରି କହିଲେ ବହୁତ ଶାନ୍ତି ଲାଗେ, ଆଉ ବହୁତ ଖୁସି, ଆଉ ବହୁତ ହାଲକା ଲାଗେ। ତ ଲାଗିନିଅନ୍ତୁ ଭିଡ଼ିଓଟା, ନିଶ୍ଚୟ ଆପଣଙ୍କୁ ସବୁ ଜଣାଉଛି। ତ ଫ୍ରେଣ୍ଡସ୍, ଦୁଃଖ ତ ସମସ୍ତଙ୍କର ଅଛି ନା, ଆଉ ଜାଣିଛନ୍ତି ଦୁଃଖ କେତେବେଳେ ଆସେ, କେତେବେଳେ ସୁଖ ଅଛି କାହାକୁ କିଛି କହେନି, ଆଉ କିଏ ବି ଜାଣିପାରନ୍ତି ନାହିଁ। କାହିଁକିନା ସେଇଟା ଶୂନ୍ୟ, ମହାଶୂନ୍ୟ, ଭଗବାନଙ୍କର ସୃଷ୍ଟି ଯୋଉଟା ରହିଛି। ତ ଏମିତି ଦୁଃଖ ମୋ ଜୀବନରେ ଅଛି, ମାନେ କହିଲେ
ସରିବ ନାହିଁ, କାହିଁକି ନା ଗୋଟେ ଲମ୍ବା ରାସ୍ତାରେ ଚାଲିଛି। କେତେ ଦିନ ପର୍ଯ୍ୟନ୍ତ ପବନ ଥିବ, ସେତେ ଦିନ ପର୍ଯ୍ୟନ୍ତ ଜୀବନ ଥିବ। ତ ମୁଁ ଅନୁଭବ କରୁଛି ଆଉ ମୁଁ ଜାଣିପାରୁଛି ମୋ ଠାରୁ ଆଉ କିଏ ଏମିତି ଦୁଃଖ ପାଇନଥିବେ, କିନ୍ତୁ ସେଇ ଦୁଃଖକୁ ମଧ୍ୟ ନିଜର ବୋଲି ସୁଖ ବୋଲି ଭାବି ନେଉଛି। ଯାହା ହେଉଛି ଜୀବନରେ ଘଟି ଚାଲିଛି, ସେଇ ଜିନିଷଟା ଘଟିକି ରହିବ, ଘଟିଥିବ ମରିବା ପର୍ଯ୍ୟନ୍ତ। ଲୋକ କହନ୍ତି କାହିଁକି ନା ମଣିଷର କାମ ମୃତ୍ୟୁ ଦିନ ହିଁ ଶେଷ ହୁଏ। ଯେଉଁଦିନ ମରିଯାଏ ତାର 10 ଦିନ ଦଶା କରାଯାଏ, ପିତୃରେ ପିଣ୍ଡ ଦିଆଯାଏ, ସେଇଦିନ ହିଁ ମଣିଷର କାମ ଶେଷ ହୁଏ। ତ ସାଙ୍ଗମାନେ, ମୋ ଭଳି ଦୁଃଖ ଆପଣମାନଙ୍କୁ ନ ଯାଉ ଆଉ ଦୁଃଖ ନ ମିଳୁ, ଏମିତି ଖୁସିରେ ରୁହନ୍ତୁ। ଯେତେ ଦିନ ବଞ୍ଚିଥିବା ଯାଏଁ ଆପଣମାନଙ୍କ ପାଖକୁ ଭିଡ଼ିଓ ଆସୁଥିବ, କିନ୍ତୁ ଦୁଃଖ ଥିଲେ ବି ହସି ହସି ଆପଣମାନଙ୍କୁ ଭିଡ଼ିଓ ବନେଇ ଦେଖେଇବି। ଭିଡ଼ିଓଟା ଆପଣମାନେ ନିଶ୍ଚୟ ସାଙ୍ଗମାନଙ୍କୁ ସେୟାର କରିବେ, କମେଣ୍ଟ କରିବେ ଆଉ ସବସ୍କ୍ରାଇବ୍ କରି ରଖିଥିବେ। ତ ଆପଣମାନଙ୍କୁ ବିଶ୍ୱାସ ନ ଲାଗୁଥିବ, ଦେଖିପାରୁଥିବେ ମୋ ଦୁଇ ଆଖି ମାନେ କିଛି ହେଇନି ବୋଲି, କିନ୍ତୁ ଏଇ ଆଖିଟା ଟୋଟାଲ ଦିଶୁନାହିଁ। ଆପଣମାନଙ୍କୁ ଆଗରୁ ଭିଡ଼ିଓ ବନେଇକି ଦେଖିଥିଲି ଯେ ଏଇ ଜାଗା ମାନେ ଏ ଆଖିଟା ଦିଶୁନାହିଁ, କିନ୍ତୁ ସେମ୍ ଦିଶୁଛି ଆଖି ଦିଶିଲା ବୋଲି। ଏ ଆଖି ମାନେ ହାତ ମାରିଲେ ଏ ହାତୀ ପୁରା କଳା ଦିଶୁଛି, ଗୋଟିଏ ଆଖିରେ କରୁଛି। ସେଥିପାଇଁ ସବୁବେଳେ ଦେଖିଥିବେ ମୋର ଭିଡ଼ିଓରେ ସବୁବେଳେ ମୁଁ ଚଷମା ପିନ୍ଧେ, କାହିଁକି ନା ଗୋଟିଏ ଆଖିରେ ଧୂଳି କିମ୍ବା ଗୁଡ଼ି ପଶିଗଲେ ଅନ୍ଧାର ଦିଶିବ, ଆଉ ଦିଶିବ ନାହିଁ। କିନ୍ତୁ ମୋର ଲାଇଫରେ ମୋର ବହୁତ କିଛି ହଜେଇଛି, ବହୁତ କିଛି ଖର୍ଚ୍ଚ କରିଛି, ବହୁତ କିଛି ସରେଇଛି। ମୁଁ ଯେତେ ପାଠ ପଢ଼ିଥିଲି ସେ ପାଠ ପଢ଼ା ସାର୍ଟିଫିକେଟ୍ ମଧ୍ୟ ଏବେ ପର୍ଯ୍ୟନ୍ତ ନାହିଁ। ମୋର ଆଧାର କାର୍ଡ଼ ନଥିଲା, କିନ୍ତୁ ମୋବାଇଲ ଆଜି ଯେଉଁ ନମ୍ବର ଅଛି ସେଇ ନମ୍ବରରେ ମୋବାଇଲ ନମ୍ବର ଲିଙ୍କ ଅଛି ବୋଲି ଆଜି ପର୍ଯ୍ୟନ୍ତ ମୋର କିଛି ଡକୁମେଣ୍ଟ ପାଇଛି, କିନ୍ତୁ ସାର୍ଟିଫିକେଟ୍ ମିଳିଲା। ବହୁତ ଷ୍ଟ୍ରଗଲ୍ କରିଛି, ବହୁତ ଛୋଟିଆ ମିସ୍ତ୍ରୀ ଠାନୁ କୁଲି କାମ ଠାନୁ ଆରମ୍ଭ କରି ଡ୍ରାଇଭର ପର୍ଯ୍ୟନ୍ତ ସବୁ କାମ କରିଛି, କିନ୍ତୁ ସେତେ ପର୍ଯ୍ୟନ୍ତ ରହିବାର, ଧୈର୍ଯ୍ୟ ଧରି କାମ କରିବାର ସାହସ ରଖୁଛି। ତ ଫ୍ରେଣ୍ଡସ୍, ମୁଁ ଆସି ଯେ ଜାଗାରେ ରହି ଇଚ୍ଛାଟିଆ ଜାଗାରେ ଯେଉଁଟା ମନରେ ଯେଉଁ କଷ୍ଟ ଦୁଃଖ ଥିଲା ସେଇଟା ମନେ ପକେଇକି ରହିଥିଲି, ଆଉ ଖୋଲିକି କହିବି ବୋଲି ଆଜି ଆପଣମାନଙ୍କୁ ସେୟାର କଲି। ତ ଫ୍ରେଣ୍ଡସ୍, ଆପଣମାନେ ସବୁବେଳେ ଦେଖୁଛନ୍ତି ଭିଡ଼ିଓ ଆପଣମାନେ ବହୁତ ସପୋର୍ଟ ପିଆର ବି ଦେଇଛନ୍ତି, ଏମିତି ଦେଇଥାନ୍ତୁ ଆଶା ରଖୁଛି। ମୁଁ ଆପଣଙ୍କର ଆଶା ଭରସା କରୁଛି। ତ ଫ୍ରେଣ୍ଡସ୍, ଆଜିରେ ଥିଲା ଏଇ ଦୁଃଖର କାହାଣୀ। ତ ଆପଣମାନେ ଭିଡ଼ିଓ ଦେଖିଲେ ତାହେଲେ ଭଲ ଲାଗିଥିବ, ଲାଇକ୍ ସବସ୍କ୍ରାଇବ୍ କମେଣ୍ଟ କରିଦେବେ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ବ୍ଲଗ୍ରେ। ତ ଆଜି ପାଇଁ ଏତିକି, ବାଏ।